ଶ୍ରେଣୀ ଷଷ୍ଠ ବିଷୟ ଇତିହାସ ପ୍ରସଙ୍ଗ ସମସାମୟିକ ତାମ୍ରପ୍ରସ୍ତର ଯୁଗର ମାନବ ବସତି। ଇନାମ ଗାଁଓ ମହାରାଷ୍ଟ୍ର ପ୍ରଦେଶର ଭୀମା ନଦୀର ଶାଖା ନଦୀ ଖୋଦ ନିକଟରେ ଇନାମ ଗାଁଓ ଅବସ୍ଥିତ। ଯେତେବେଳେ ଉତ୍ତର ପଶ୍ଚିମ ଦିଗରେ ପଞ୍ଜାବ ଅଞ୍ଚଳ ଏବଂ ଗଙ୍ଗା ନଦୀର ଅବବାହିକାରେ ଆର୍ଯ୍ୟମାନେ ସଭ୍ୟତା ପ୍ରତିଷ୍ଠା କରିଥିଲେ, ସେତେବେଳେ ଇନାମ ଗାଁଓଠାରେ ତାମ୍ରପ୍ରସ୍ତର ଯୁଗର ସଭ୍ୟତା ବିକାଶ ଲାଭ କରିଥିଲା। ପ୍ରତ୍ନତତ୍ତ୍ୱବିତ୍ମାନେ ବିଶ୍ୱାସ କରନ୍ତି ଯେ ସେହି ସଭ୍ୟତା ପ୍ରାୟ ଖ୍ରୀଷ୍ଟପୂର୍ବ 1500ରୁ 600 ଅର୍ଥାତ୍ 900 ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ବିକାଶ ଲାଭ କରି ଗଢ଼ି ଉଠିଥିଲା। ସେଠାରେ ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାୟ 134ଟି ମାଟିର ଚାରିକୋଣିଆ ଘର ଆବିଷ୍କାର କରାଯାଇଛି। ସାଧାରଣତଃ ଘରର 1 ବା 2ଟି କୋଠରୀ ଥିଲା। 5ଟି କୋଠରୀ ଥିବା ଘରେ ସେ କାଳରେ ଶାସକ କରୁଥିଲେ ବୋଲି ବିଶ୍ୱାସ କରାଯାଏ। ହରପ୍ପା ଭଳି ସେଠାରେ ମଧ୍ୟ ଶସ୍ୟାଗାର ଦେଖିବାକୁ ମିଳେ। ଅଣ୍ଡାକୃତି ବା ଦୀର୍ଘ ବୃତ୍ତାକାର ଗାତକୁ ଚୁଲି ଭାବରେ ବ୍ୟବହାର କରାଯାଉଥିଲା। ଘର ଭିତରେ ଓ ବାହାରେ ଏହି ପ୍ରକାର ଚୁଲି ଦେଖିବାକୁ ମିଳେ। ଲୋକମାନେ ଗାତ ଖୋଳି ମାଟି ଭିତରୁ ଶସ୍ୟକୁ ସାଇତି ରଖୁଥିଲେ। କେତେକ ଗାତରେ ସେମାନେ ଅଳିଆ ଆବର୍ଜନା ପକାଉଥିଲେ। ଲାଲ ଏବଂ କଳା ରଙ୍ଗ ଥିବା ମାଟିପାତ୍ର ସେମାନେ ବ୍ୟବହାର କରୁଥିଲେ। ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଗଛ କାଟିବା, ପଶୁମାନଙ୍କ ମାଂସକୁ ଖଣ୍ଡ ଖଣ୍ଡ କରିବା ଏବଂ ସେମାନଙ୍କର ଚମଡ଼ାକୁ ବାହାର କରିବା ଭଳି କାର୍ଯ୍ୟ ସେମାନେ କରୁଥିଲେ। ଲୋକମାନେ ତମ୍ବାରେ ତିଆରି ହାତ ହତିଆର ବ୍ୟବହାର କରୁଥିଲେ। ଇନାମ ଗାଁଓର ଲୋକମାନେ ରାଜସ୍ଥାନରୁ ତମ୍ବା ଆଣୁଥିଲେ। ସେଠାରୁ ବିନ୍ଧ, ଚିମୁଟା, ବଂଶୀକଣ୍ଟା, ତୀରମୁନି ଆଦି ଜିନିଷ ଆବିଷ୍କାର କରାଯାଇଛି। ମାଳ ବା ମାଳି, ଚୁଡ଼ି, ପାଉଁଜି ପ୍ରଭୃତି ଅଳଙ୍କାର ମିଳିଛି। ସେଗୁଡ଼ିକ ତମ୍ବାରେ ତିଆରି ହୋଇଥିଲା ବା ହେଉଥିଲା। ବାଦାମୀ ଲାଲ ରଙ୍ଗ ହାତୀଦାନ୍ତ ଶାମୁକାର ମାଳିମାନ ସେହିଠାରୁ ମିଳିଛି। ସେହିପରି ମାଟିର ମୂର୍ତ୍ତି ସବୁ ଆବିଷ୍କାର କରାଯାଇଛି। ପୋଡ଼ା ଇଟାରେ ତିଆରି ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତି ମିଳିଛି। ସେଗୁଡ଼ିକୁ ଖେଳନା ଅଥବା ଧର୍ମ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା। ବୃଷଭ ଚିତ୍ର ଥିବା ମାଟିପାତ୍ରର ସନ୍ଧାନ ମଧ୍ୟ ମିଳିଛି। ତେବେ ଆମେ ଏହି କାଳାଂଶଟିରେ ଇନାମ ଗାଁଓ ବିଷୟରେ ପଢ଼ିଲେ ଏବଂ ଇନାମ ଗାଁଓ କେଉଁଠି ଅବସ୍ଥିତ? ଭୀମା ନଦୀର ଶାଖା ନଦୀ ଖୋଦ ନିକଟରେ। ଏବଂ ଆଉ କ'ଣ ଜାଣିଲେ? ପ୍ରାୟ ସେଠାରେ ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାୟ 134ଟି ମାଟିର ଚାରିକୋଣିଆ ଘର ଆବିଷ୍କାର କରାଯାଇଛି। ଏବଂ ଆମେ ଜାଣିଲେ କି କ'ଣ? ଅଣ୍ଡାକୃତି ବା ଦୀର୍ଘ ବୃତ୍ତାକାର ଗାତକୁ ଚୁଲି ଭାବରେ ସେମାନେ ବ୍ୟବହାର କରୁଥିଲେ। ବିଭିନ୍ନ ଅଳଙ୍କାର ବ୍ୟବହାର କରୁଥିଲେ, ଯେମିତିକି ମାଳି, ଚୁଡ଼ି, ପାଉଁଜି ଏସବୁ। ଏବେ ଗୃହପାଠ ଲେଖି ନେବା।